ଜ୍ଞାନ 301 ଜ୍ଞାନ 301 ରେ କହୁଛନ୍ତି ଯାବତୀୟ ବିଷୟରେ ବ୍ୟକ୍ତିଗତ କଳହ ଠାରୁ ଦୂରରେ ରହିଥିବା ଉଚିତ। ମାତ୍ର ତୁମେ ସାଧାରଣ ଯୁଦ୍ଧ କ୍ଷେତ୍ରରୁ କଦାପି ହଟି କରି ପଳାଇ ଆସିବ ନାହିଁ। ତଥାପି ସେଠାରେ ମଧ୍ୟ ତୁମ ବିପକ୍ଷର ବଳକୁ ତୁମେ ନିଜର ବଳରେ ପରିଣତ କରିପାରୁଥିବ। ଏଇଠି ଦେଖନ୍ତୁ ଦୁଇଟା ଯେମିତି କଣ୍ଟ୍ରାଡିକ୍ଟ ପରସ୍ପର ବିପରୀତ ବୋଧ କଥାକୁ ଏକାଠି କହୁଛନ୍ତି। କହିଲେ ବ୍ୟକ୍ତିଗତ କଳହ ଠାରୁ ଦୂରରେ ରହିଥିବା ଉଚିତ। ତାମାନେ ପରସ୍ପର ଭିତରେ ବ୍ୟକ୍ତିଗତ ଭାବରେ ଯେମିତି ନିଜ ଭିତରେ ଝଗଡ଼ାଝାଟି ନ ହୁଏ। ଯାବତୀୟ ବିଷୟରେ ବ୍ୟକ୍ତିଗତ କଳହ ଠାରୁ ଦୂରେଇ ରହିଥିବା ଉଚିତ। କିନ୍ତୁ ତାପରେ କହୁଛନ୍ତି ମାତ୍ର ତୁମେ ସାଧାରଣ ଯୁଦ୍ଧ କ୍ଷେତ୍ରରୁ କଦାପି ହଟି କରି ପଳାଇ ଆସିବ ନାହିଁ। ଯେ ବ୍ୟକ୍ତିଗତ କଳହ ଠାରୁ ଦୂରେଇ ରହିବା ବୋଲି ଆମେ ଯେ ଯୋଉ ଗୋଷ୍ଠୀଗତ ଭାବରେ ବା ସଂଗୋଷ୍ଠୀ ଯୋଉଠି ଆମେ ସାଙ୍ଗ ହେଇ ବା ଗୋଟେ ସମୂହ ଯେତେବେଳେ କାର୍ଯ୍ୟ କରୁଛି ସେଠି ତୁମେ ପଛକୁ ହଟିକି ପଳେଇ ଆସିଲେ ଚଳିବ ନାହିଁ। ତେଣୁ ସାଧାରଣ ଯୁଦ୍ଧ କ୍ଷେତ୍ରରୁ କଦାପି ହଟି କରି ତୁମେ ଚାଲି ଯାଇପାରିବ ନାହିଁ। ଏବଂ ଯଦି ବି ଯୁଦ୍ଧ କ୍ଷେତ୍ରରେ ତୁମେ ଅଛ ଏବଂ ଯୁଦ୍ଧ କରିବାକୁ ତ ବାଧ୍ୟ, ସେତେବେଳେ କହୁଛନ୍ତି ସେଠାରେ ମଧ୍ୟ ତୁମ ବିପକ୍ଷର ବଳକୁ ତୁମେ ନିଜର ବଳରେ ପରିଣତ କରିପାରୁଥିବ। ଏଠି କିନ୍ତୁ ନିଜର ବଳରେ ପରିଣତ କରିପାରିବା ଅର୍ଥ କଦାପି ନୁହେଁ ଯେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବ। ତୁମେ ମାଙ୍କ ଚେତନାରେ ରହି ଯେତେବେଳେ ଦିବ୍ୟ ଶକ୍ତିର ସ୍ପନ୍ଦନକୁ ଆହ୍ୱାନ କରିବା ଆମେ, ସେତେବେଳେ ମତେ ପ୍ରତିଭାତ ହେବ କଣ କରିବାକୁ ପଡିବ। ଏବଂ ସେତେବେଳେ ଯୋଉ ବ୍ୟକ୍ତି ଯେମିତି ମା ବହିରେ କହୁଛନ୍ତି ପ୍ରଭୁ କଣ କରନ୍ତି, ଅହଙ୍କାରୀର ଅହଂକୁ ବ୍ୟବହାର କରି ମଧ୍ୟ ତାଙ୍କ କାର୍ଯ୍ୟ କରେଇ ନିଅନ୍ତି। ତେଣୁ ସେଥିପାଇଁ ସିଏ ସଚେତନ ଥାଉ କି ନଥାଉ କିନ୍ତୁ ସେ ତାଙ୍କ କାମ କରେଇ ନେଇଯାଆନ୍ତି। ତେଣୁ ସଚେତନ ଯଦି ସିଏ ନାହିଁ ତେବେ ସିଏ ତାର ଲାଭ କିଛି ପାଇବ ନାହିଁ। ଏଇଟା ହଉଛି ଗୋଟେ ତା ପାଇଁ ଗୋଟେ ଡିମେରିଟ। ଯଦି ସଚେତନ ନାହିଁ ତେବେ ସିଏ ଲାଭ ପାଇବନି। ଲାଭ ପାଇବନି ମାନେ ତାର କିଛି ଅଗ୍ରଗତି ହବନି, କିନ୍ତୁ ତାକୁ ବ୍ୟବହାର କରି କାର୍ଯ୍ୟ କରି ନେଇଯାଇଥିବ। ତେଣୁ ଆମେ ଅଚେତନ ଭାବରେ କାହିଁ ବ୍ୟବହୃତ ହବ, ଆମେ ସଚେତନ ଭାବରେ ବ୍ୟବହୃତ ହବ ଏବଂ ତାଙ୍କରି ଯନ୍ତ୍ର ହେଇ ନିଜକୁ ସମୃଦ୍ଧ କରିବି। ତାଙ୍କର ହୋଇଯିବା ପାଇଁ ସଂକଳ୍ପ ପ୍ରୟାସ ସବୁ ଯାକ ଯେପରି ନିରନ୍ତର ରହିବ, ସେଇଟା ବି ତାଙ୍କ ପାଖରେ ମୁଁ ଆଶ୍ରୟ କରି ମାଗି ନେବି। ତେଣୁ ସେଇ ସେତକ କାର୍ଯ୍ୟ କରିବା ପାଇଁ ଆମେ ପ୍ରଚେଷ୍ଟା କରିବା ଯେ ଯାବତୀୟ ବସ୍ତୁ, ସେଇଥିପାଇଁ ଲେଖୁଛନ୍ତି ଯାବତୀୟ ବସ୍ତୁକୁ ମଧୁରେ ପରିଣତ କରିନିଅ ଏବଂ ବ୍ୟକ୍ତିଗତ କଳହ ଠାରୁ ଦୂରରେ ରୁହ, କିନ୍ତୁ ଯୁଦ୍ଧ କ୍ଷେତ୍ରରୁ ପଳେଇ ଆସ ନାହିଁ। ତାମାନେ ସଂଗ୍ରାମ କରିବ ଏବଂ ସେ ସଂଗ୍ରାମ ଭିତରେ ମାତୃଶକ୍ତିକୁ ଆହ୍ୱାନ କରି ତାଙ୍କୁ ବ୍ୟବହାର କରି ମାତୃଶକ୍ତିର ଯୋଉ ଶକ୍ତିରେ ଯେପରି ସେ ପରିବେଶ ପରିସ୍ଥିତି ନିଜର ସ୍ଥିତି ପରିବର୍ତ୍ତନ କରିବ, ସେତିକି ତୀବ୍ରତାରେ ମତେ ଆହ୍ୱାନ କରିବାକୁ ପଡିବ। ମା, thank you all over.